ଆଜ୍ଞା ପରିଚୟ ଆଜ୍ଞା ଜ୍ଞାନରଞ୍ଜନ ଦାସ ଓଡ଼ିଶା ଅଣଗେଜେଟେଡ୍ କର୍ମଚାରୀ ସମନ୍ୱୟ ସମିତିର କାର୍ଯ୍ୟକାରୀ ସଭାପତି। ଆଜି ଆମର ସେହି ସଂଘର ପ୍ରଥମ କାର୍ଯ୍ୟକାରୀ ବୈଠକ ହେଉଛି। ଏହି ସଂଘରେ ଅନେକ ସଂଘ ପ୍ରାୟ 140-150 ସଂଘର ଏ ମହାସଂଘ। ଏଥିରେ ବିଭିନ୍ନ ସଂଗଠନଙ୍କର ଦାବି ଉକ୍ତ ସଂଘରେ ଆଜି ପ୍ରଦାନ କରାଯିବ। ତାହା ଆମେ ରାଜ୍ୟ ସରକାରଙ୍କ ପାଖକୁ ନେଇକି ଯିବୁ ଏନ୍ଜିଓସିସି ମାଧ୍ୟମରେ। ପ୍ରଥମ କଥା ହେଉଛି ଆମର 4.5 ଲକ୍ଷ କର୍ମଚାରୀଙ୍କର ବିଭିନ୍ନ ପ୍ରକାର ସମସ୍ୟା ରହିଛି। ଗୋଟେ ଦେଖନ୍ତୁ, ଗୋଟେ ସାଧାରଣ ମାନେ MLA ହୁଅନ୍ତୁ, MP ହୁଅନ୍ତୁ ବା ପ୍ରାଇଭେଟ୍ କମ୍ପାନୀରେ ମଧ୍ୟ ପେନ୍ସନ୍ ସୁବିଧା ଅଛି, ରେଜିଷ୍ଟର୍ଡ କମ୍ପାନୀ। ଆମର ରାଜ୍ୟ ସରକାରୀ କର୍ମଚାରୀ ଓଲ୍ଡ ପେନ୍ସନ୍ଟା ଲାଗୁ କରି ଆମେ ଦାବି ରଖିଛୁ। ସେକେଣ୍ଡ କଥା ହେଲା, ଆପଣଙ୍କର ଗୋଟେ ସାଧାରଣ ଲୋକ 5 ଲକ୍ଷ 10 ଲକ୍ଷ ଟଙ୍କା ଇନ୍ସୁରାନ୍ସ ପାଉଛନ୍ତି, କିନ୍ତୁ ରାଜ୍ୟ ସରକାରୀ କର୍ମଚାରୀ ସେମାନେ ଆଜ୍ଞା ଇନକମ୍ ଟ୍ୟାକ୍ସ ଦେଉଛନ୍ତି, ପ୍ରଫେସନାଲ୍ ଟ୍ୟାକ୍ସ ଦେଉଛନ୍ତି, ଯାହା କିଣୁଛନ୍ତି ସିଏ ବି ଟ୍ୟାକ୍ସ ଦେଉଛନ୍ତି। କିନ୍ତୁ ରାଜ୍ୟ ସରକାରୀ କର୍ମଚାରୀମାନଙ୍କୁ ଆମେ 20 ଲକ୍ଷ ଟଙ୍କା ସ୍ୱାସ୍ଥ୍ୟ ବୀମା ଦେବା ପାଇଁ ଆମେ ଦାବି ରଖିଛୁ। ତୃତୀୟ କଥା ହେଲା, ଆମର ବିଭିନ୍ନ ସରକାରଙ୍କର ଗସ୍ତ ଖର୍ଚ୍ଚ ସିଏ ମଧ୍ୟ କମ୍ ଅଛି ସେଇଟା। ଚତୁର୍ଥ କଥା ହେଲା ଡାଟା ଏଣ୍ଟ୍ରି ଅପରେଟର, NRH ଏମିତିଆ କର୍ମଚାରୀ, ଇଭିନ୍ ଆପଣଙ୍କ ମାନେ ରାଜ୍ୟରେ ଆଜ୍ଞା ଯେକୌଣସି କର୍ମଚାରୀ ସରକାରୀ କାର୍ଯ୍ୟ କରୁଛି ସେ ସରକାରୀ କର୍ମଚାରୀ, କିନ୍ତୁ ଗୋଟେ ଗୋତି ଶ୍ରମିକ ପ୍ରଥା ହେଇଛି ଆଉଟସୋର୍ସିଂ। ସରକାରୀ କାର୍ଯ୍ୟ କରିବ, ତାର 12,000 କି 10,000 ଟଙ୍କା ହେବ, 2,000 ଟଙ୍କା କମ୍ପାନୀ 8,000 ଟଙ୍କା ପାଇବ। ଆଜ୍ଞା ସେଇଠି ଜଣେ 30,000 40,000 ପାଇଲା ବେଳେ ଜଣେ 7-8,000 କେମିତି ପରିବାର ପୋଷଣ କରିବ, ସେଇଟା ଆମେ ରାଜ୍ୟ ସରକାରଙ୍କ ପାଖକୁ ନେବୁ। ତାପରେ ଆମର ଜିଲ୍ଲାସ୍ତରୀୟ ଅମଲାମାନଙ୍କର ପ୍ରବେଶିକ ଶିକ୍ଷାଗତ ଯୋଗ୍ୟତା ଗ୍ରାଜୁଏସନ୍ 2017 ମସିହାରୁ ହେଇଥିଲା। ବର୍ତ୍ତମାନ ସୁଦ୍ଧା ଆମେ ମେଟ୍ରିକ୍ ଦରମା ପାଉଛୁ, ସେଇଟା ମଧ୍ୟ ଆମର ଏନ୍ଜିଓସି ମାଧ୍ୟମରେ ଦାବି ପ୍ରଦାନ କରିବୁ। ଏମିତି ସବୁ ସଂଗଠନର 2-2ଟି ପ୍ରସ୍ତାବ ଆସିବ। ଉକ୍ତ ପ୍ରସ୍ତାବକୁ ଆମେ ରାଜ୍ୟ ସରକାର ଉପରେ ନେବୁ। ଏହା ସମନ୍ୱୟ ରକ୍ଷା କରି ରାଜ୍ୟ ସରକାର ଦାବି ହାସଲ କରିବା। ପୂର୍ବରୁ 24 ବର୍ଷ କାଳ ଯେଉଁ ସରକାର ଥିଲା, ଆପଣ ଦାବି ଜଣାଉଥିଲେ ବାରମ୍ବାର, ପ୍ରତି ବର୍ଷରେ 2-4 ଥର ଦାବି ଜଣାଉଥିଲେ। ତ ଚଳିତ ଯେଉଁ ସରକାର ଆସିଛି, ତ ଆପଣ କେତେଦୂର ଆଶା ରଖିଛନ୍ତି ଆମ ଦାବି ପୂରଣ କରାଯିବ? ଦେଖନ୍ତୁ, ଆପଣ ଯାହା କହୁଛନ୍ତି 24 ବର୍ଷ ସରକାର ଭିତରେ ଯେ କିଛି କରିନାହାନ୍ତି ଆମେ କହିପାରିବା ନାହିଁ। ସରକାର ଆଉ ସରକାରୀ କର୍ମଚାରୀ ସିଏ ହେଲେ ଗୋଟେ ମୁଦ୍ରା ଦୁଇ ପାର୍ଶ୍ୱ। ସରକାରୀ କର୍ମଚାରୀଙ୍କର ଯେ ସବୁ ଦାବି ସରକାର ପୂରଣ ସେ କଥା ନାହିଁ, କେତେଟା ଦାବି ମଧ୍ୟ ପୂରଣ କରିଛନ୍ତି। ଆମର ମଧ୍ୟ ମେଟ୍ରିକ୍ରୁ ଆମର ଗ୍ରାଜୁଏସନ୍ କରିଛନ୍ତି, ଡେଜିଗ୍ନେସନ୍ ଚେଞ୍ଜ କରି ଦରମା କିନ୍ତୁ କରିନାହାନ୍ତି। ସେଇଟା ଆମେ ସ୍ୱୀକାର କରିବୁ। ବାରମ୍ବାର କହିଲେ ହଁ ଆମେ କରିବୁ, ଆଜି କରିବୁ, କାଲି କରିବୁ। ଏମିତି ଆମେ ମଧ୍ୟ 2022 30,000 ଅମଲା ଯାଇଥିଲୁ, ଅନେକ ସଂଗଠନ ମଧ୍ୟ ଯାଇଥିଲେ। ଏବେ ମଧ୍ୟ ଆମେ 17 ଦିନ କାଳ କାର୍ଯ୍ୟ ମଧ୍ୟ ଅମଲାମାନେ କରିଥିଲେ, ବିଭିନ୍ନ ସଂଗଠନ ମାନେ ଟିଚରମାନଙ୍କୁ ଆରମ୍ଭ ସବୁ କର୍ମଚାରୀ କରିଥିଲେ। ତଥାପି ନୂଆ ସରକାର ଆସିଛି, ଆମେ ନିଶ୍ଚିତ ସେମାନେ ମଧ୍ୟ ଅନୁଭବୀ ନେତା, ସେମାନେ ତ ନୂଆ ନେତା ନୁହନ୍ତି ନା, ସେମାନେ ସଂଗଠନ ଥିଲେ ବିଧାନସଭାରେ, ସେମାନେ ମଧ୍ୟ ଆମ ଦାବି ବିଷୟରେ ଅବଗତ ଅଛନ୍ତି। ତେଣୁ ଆମେ ନିଶ୍ଚିତ ଆଶା ରଖିବୁ ଆମର ଯେଉଁ ଆମର ଡବଲ ଇଞ୍ଜିନ୍ ସରକାର କର୍ମଚାରୀଙ୍କ ଦୁଃଖ ନିଶ୍ଚିତ ଦୂର କରିବେ। ଧନ୍ୟବାଦ ଆଜ୍ଞା। ପରିଚୟ ଆଜ୍ଞା ମୁଁ ନାରାୟଣ ଦାସ, ସଭାପତି ଓଡ଼ିଶା ଅଣଗେଜେଟେଡ୍ କର୍ମଚାରୀ ସମନ୍ୱୟ ସମିତି। ଆଜି ଆମର ପ୍ରଥମ କାର୍ଯ୍ୟକାରିଣୀ ବୈଠକ ହେଉଛି। ଏଥିରେ 140 ଗୋଟି ସଂଗଠନ ଆମର ଏ ଆସୋସିଏସନରେ ଅନ୍ତର୍ଭୁକ୍ତ। 140 ଗୋଟି କର୍ମଚାରୀ ସଂଗଠନର ହେଉଛି ସଂଗଠନ। ତେଣୁ ଏଇଟା ଗୋଟେ ସର୍ବବୃହତ୍ ସଂଗଠନ, ସର୍ବ ପୁରାତନ ସଂଗଠନ। ଏଥିରେ 4 ଲକ୍ଷ କର୍ମଚାରୀ ଇନଭଲ୍ଭ। ତେଣୁ ଆମର ତ ବହୁତ ଗୁଡ଼ିଏ ଦୁଃଖ ଅଛି, ସରକାର ଏପର୍ଯ୍ୟନ୍ତ କିଛି ପୂରଣ କରୁନାହାନ୍ତି। ଆମର ପୁରୁଣା ପେନ୍ସନ୍ ଆଉ ଯେଉଁ ଆମର ହେଲ୍ଥ ଇନ୍ସୁରାନ୍ସ ଆଉ ଆମର ରିହାବିଲିଟେସନ୍ ଆସିଷ୍ଟାଣ୍ଟ ସ୍କିମ୍ର ପୁନଃ ପ୍ରଚଳନ, ଆମର LTCର ପୁନଃ ପ୍ରଚଳନ, ଏମିତି ଗୁଡ଼ାଏ ଜିନିଷ ରହିଛି। କ୍ୟାଡର ରିଷ୍ଟ୍ରକ୍ଚର ମଧ୍ୟ ହେଇନାହିଁ ବହୁତ କ୍ୟାଡରର। ତେଣୁ ଗୁଡ଼ିଏ ସମସ୍ୟା ନେଇକି ଆମେ ବର୍ତ୍ତମାନ ଜର୍ଜରିତ। ଆମେ ବର୍ତ୍ତମାନ ସରକାରଙ୍କ ନୂଆ ସରକାର ଆସିଛନ୍ତି, ଆଶା ଆମର ସବୁ ଦୁଃଖ ଶୁଣିକି ଲାଘବ କରିବେ ବୋଲି। ଯଦି ସରକାରଙ୍କ ନିକଟରେ ଏପର୍ଯ୍ୟନ୍ତ ଆମର ଡିସ୍କସନ୍ ହେଇନି, ତେଣୁ ଆଜି ଆମେ ପ୍ରଥମ ଥର ବସିଛୁ, ସରକାରଙ୍କ ପାଖକୁ ଯିବୁ। ଆମର ଯାହା ଦୁଃଖ ଅନୁଭୂତି ତାଙ୍କ ନିକଟରେ ବର୍ଣ୍ଣନା କରିବୁ ଏବଂ ଶୀଘ୍ର ତାର ଉପଚାର ପାଇଁ ପଦକ୍ଷେପ ନେବାକୁ ରିକ୍ୱେଷ୍ଟ କରିବୁ। ଆମର 10 ଦଫା ଦାବି ଅଛି, ବିଭିନ୍ନ ସଂଗଠନର ବିଭିନ୍ନ ଦାବି ଅଛି। ସେଗୁଡ଼ିକୁ ଏକାଠି କରି ଆମେ ତାକୁ ଯେତେ କମ୍ ହେଇପାରେ ମିନିମମ୍ ସଂଖ୍ୟକ ଦାବି ନେଇ ସରକାରଙ୍କ ପାଖକୁ ଯିବୁ। ଆଜି ସେଗୁଡ଼ିକ ସବୁ ଆମେ ଫାଇନାଲ୍ କରିବୁ ଏବଂ ଯେତେ କମ୍ ହେଇପାରେ ସେ ଦାବି ନେଇକି ସରକାରଙ୍କ ପାଖକୁ ଯିବୁ।